ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥାଙ୍କର କଟକଣା କାରଣରୁ 150 ହାତର ଯେଉଁ ବାନା ପାଦୁକଖିଆ ବାନା ଉଡ଼ୁଥିଲା ତାକୁ କ୍ରମେ ଛୋଟ କରାଯାଇଛି କାହିଁକିନା ବାୟୁର ଚାପ ତା ଦେହରେ ରହୁଛି। ସେଥିପାଇଁ ବାନାର ଦୈର୍ଘ୍ୟ ସର୍ବାଧିକ ଆଜିକା ଦିନରେ 14 ହାତ ଭିତରେ ସୀମିତ ରହିଛି ଏବଂ ଏ ବାନା ଲାଲ କଲର ଏବଂ ଧବଳ ବା ଧଳା କଲରର ଏବଂ ପୀତ ବର୍ଣ୍ଣର 3 ବର୍ଣ୍ଣର ବାନା ଆଜିକା ଦିନରେ ଦେଖିବାକୁ ମିଳୁଛି। ଯେଉଁ କଥା କୁହାଯାଏ ଯେ ବାନା ଉଡ଼ିଲା ଧବଳ ବର୍ଷା ହେବ ପ୍ରବଳ, এই କଥା ମଧ୍ୟ ଆମେ ଆମର ଯେଉଁମାନେ ପୁରୁଣା ବାପା ଗୋସାଇଁ ବାପାଙ୍କଠୁ ମଧ୍ୟ ଶୁଣିଛୁ। ଶ୍ରୀମନ୍ଦିର ଚୂଡ଼ାରେ କୌଣସି କାରଣରୁ ଯଦି ଧଳା ବାନାଟିଏ କେତେବେଳେ ଉଡ଼ିଲା ତାହେଲେ ପାଗ ସାଙ୍ଗେ ସାଙ୍ଗେ ପରିବର୍ତ୍ତନ ହୋଇକରି ବର୍ଷା ହେବାର ଦୃଷ୍ଟାନ୍ତ ମଧ୍ୟ ଦେଖିବାକୁ ମିଳେ। ତେଣୁ ଆଜିକା ଦିନରେ ଯଦି ପ୍ରଥମ ବାନା ଯେଉଁଟା 1 ନମ୍ବର ବାନା ବାଉଁଶ ଉପରେ ଧଳା ବାନା ଉଡ଼ିବାର ଯଦି ଦେଖାଯାଏ ତାହେଲେ ସକାଳୁ ଯେତେବେଳେ ଧଳା ବାନାଟିଏ ଟିକେଟ୍ ହେଇଥାଏ ବନ୍ଧା ହେବା ପାଇଁ, ବାନା ଯେତେବେଳେ ବନ୍ଧା ହେଇଯାଏ ଶ୍ରୀମନ୍ଦିର ଚୂଡ଼ାରେ କେଉଁଠି ଥାଏ କେଜାଣି ପାଗ ବଦଳିଯାଏ ଏବଂ ବର୍ଷା ହେବାକୁ ଆରମ୍ଭ କରେ, ବାତ୍ୟା ହେବାର